नमो गणेश विघ्नेश गिरिजानन्दनं प्रभु मम विघ्न निहत्यासु सर्वसिद्धिप्रदुर्भव सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग् भवेत्। ସମସ୍ତଙ୍କୁ ନମସ୍କାର। ଆସନ୍ତୁ ଆଜି ଆମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଦର୍ଶନଗର ବିଦ୍ୟାଳୟକୁ ଯିବା। ସେଠାରେ ଗଣେଶ ପୂଜା କିପରି ପାଳନ ହୋଇଛି ଦେଖିବା। ହିନ୍ଦୁମାନେ ସମସ୍ତ ଶୁଭାନୁଷ୍ଠାନରେ ପ୍ରଥମେ ଗଣେଶଙ୍କୁ ପୂଜା କରିଥାନ୍ତି। ଗଣେଶ ହେଉଛନ୍ତି ବିଦ୍ୟାଦାତା, ବିଘ୍ନ ବିନାଶକ। ଆମ ବିଦ୍ୟାଳୟରେ ଖୁବ୍ ଜାକଜମକରେ ଛାତ୍ରଛାତ୍ରୀମାନେ ଏହି ପୂଜାର ଆୟୋଜନ କରିଥିଲେ। ଏହି ପୂଜା ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପଡ଼େ। କେହି କେହି ଏହି ପୂଜାକୁ ବିନାୟକ ପୂଜା କହିଥାନ୍ତି। ପ୍ରତ୍ୟେକ ଘରେ ତଥା ଶିଳ୍ପ ପ୍ରତିଷ୍ଠାନ ଓ ବ୍ୟବସାୟ କେନ୍ଦ୍ରମାନଙ୍କରେ ଗଣେଶ ପୂଜା ହୁଏ। ପ୍ରତିବର୍ଷ ଭଳି ଏବର୍ଷ ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଦର୍ଶନଗର CDA ସେକ୍ଟର 11 ବିଦ୍ୟାଳୟରେ ଖୁବ୍ ଆଡ଼ମ୍ବର ସହକାରେ ଗଣେଶ ପୂଜା ହୋଇଥିଲା। 10 ଦିନ ଆଗରୁ ବିଦ୍ୟାଳୟରେ ଗୋଟିଏ ସଭା କରାଯାଇ ଶିକ୍ଷୟିତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜଣାଇଥିଲେ। ପଞ୍ଚମ ଓ ଚତୁର୍ଥ ଶ୍ରେଣୀର ପିଲାମାନେ ପୂଜାର ସମସ୍ତ ଦାୟିତ୍ୱ ନେଇଥିଲେ। ଆମ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ପାଚିକା ଓ ପାଚିକା ସହାୟିକା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମିଳିତ ସହଯୋଗରେ ନିକଟସ୍ଥ ଦୋକାନରୁ ପୂଜା ସାମଗ୍ରୀ କିଣା ଯାଇଥିଲା। ପୂଜା ଦିନ ସକାଳୁ ପିଲାମାନେ ଫୁଲ ସଂଗ୍ରହରେ ଲାଗି ପଡ଼ିଥାନ୍ତି। ବିଦ୍ୟାଳୟ ହତାକୁ ଓ ଘରଗୁଡ଼ିକୁ ରଙ୍ଗୀନ କାଗଜ, ଆମ୍ବ ଆଉ ଦେବଦାରୁ ପତ୍ରରେ ଆମେ ସଜାଇଥିଲୁ। ଶ୍ରୀ ଗଣେଶଙ୍କ ପାଇଁ ସୁନ୍ଦର ମାଳଟିଏ କରିଥିଲୁ। ଆମ୍ଭ ବିଦ୍ୟାଳୟର ଗୋଟିଏ ପଞ୍ଚମ ଶ୍ରେଣୀ ଛାତ୍ର ଶ୍ରୀ ସୌମ୍ୟଜିତ ନାୟକ ସୁନ୍ଦର ଗଣେଶ ଛବିଟିଏ କଳାପଟରେ ଅଙ୍କନ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ବେହେରା ତାହାଙ୍କୁ ସହଯୋଗ କରିଥିଲେ। ବ୍ରାହ୍ମଣ ଆସି ପୂଜା ଆରମ୍ଭ କରିଥିଲେ। ଧୂପ ଦୀପରେ ପୂଜା ସ୍ଥାନଟି ମହକି ଉଠିଥିଲା। ଶଙ୍ଖ, ଘଣ୍ଟ, ଘଣ୍ଟା ଧ୍ୱନିରେ ବିଦ୍ୟାଳୟ ମୁଖରିତ ହୋଇ ଉଠିଥିଲା। ପୂଜା ସମୟରେ ଆମେ ସମସ୍ତେ ଏକ ଧ୍ୟାନରେ ଗଜାନନ ଗଣେଶଙ୍କୁ ପାଠଦାନ କରିବାକୁ ପ୍ରାର୍ଥନା କଲୁ। ତାପରେ ସମସ୍ତେ ମିଶି ଠାକୁରଙ୍କୁ ପୁଷ୍ପାଞ୍ଜଳି ଦେଲୁ। ତାପରେ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଣକ ପରେ ଜଣେ ଯାଇ ନଡ଼ିଆ ବାଡ଼େଇଲେ। ବ୍ରାହ୍ମଣ ହୋମ କରିଥିଲେ। ପିଲାମାନେ ଭୋଗ ଖାଇ ବିଦ୍ୟାଳୟରେ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ। ଝୁଣା ବାସ୍ନାରେ ବିଦ୍ୟାଳୟର ପରିବେଶଟି ସୁଗନ୍ଧମୟ ହୋଇଯାଇଥିଲା। ଏହାପରେ ବିଦ୍ୟାଳୟରେ ଅଭିଭାବକ, ଅଭିଭାବିକା, ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀମାନେ, ପାଚିକା, ସହାୟିକା ସମସ୍ତେ ମିଳିତ ହୋଇ ବିଭିନ୍ନ ଫଟୋ ଉଠା କାର୍ଯ୍ୟକ୍ରମ ଚାଲିଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଥିଲା। ଅଭିଭାବକ, ଅଭିଭାବିକାମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ତଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଭୋଗ ବଣ୍ଟା ଯାଇଥିଲା। ଏହାପରେ ବଡ଼ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଭୋଗ ବଣ୍ଟା ଯାଇଥିଲା। ସମସ୍ତ ଅଭିଭାବକ, ଅଭିଭାବିକାମାନେ ଆମକୁ ପୂର୍ଣ୍ଣ ମାତ୍ରାରେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ନିମନ୍ତ୍ରିତ ଭଦ୍ରବ୍ୟକ୍ତି ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଆମକୁ ଉତ୍ସାହିତ କରିଥିଲେ। ଆଜି ମଧ୍ୟ ଆମର କଟକ CDA ସେକ୍ଟର 11 ଅଞ୍ଚଳରେ ରହୁଥିବା କେତେକ ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କର ଖଡ଼ିଛୁଆଁ ଆମ ବିଦ୍ୟାଳୟରେ ହୋଇଥିଲା। ଏହିପରି ଆନନ୍ଦ ଉଲ୍ଲାସର ସହିତ ଆମ ବିଦ୍ୟାଳୟରେ ଗଣେଶ ପୂଜା ପାଳନ ହୋଇଥିଲା। ଆସନ୍ତାକାଲି ଗୁରୁବାର
ପଡ଼ୁଥିବାରୁ ଠାକୁରଙ୍କର ବିସର୍ଜନ ଶୁକ୍ରବାରକୁ ରଖାଯାଇଥିଲା। ଆମେ ଏହି ଗଣେଶ ପୂଜାରୁ ଆମେ ସମସ୍ତେ ଶିଖିଥିଲୁ ଯେ ଏକାଠି ମିଳିମିଶି କାମ କରିବାର ସୁଯୋଗ ଏବଂ ଆମର କଟକ ସହର ଏକ ଭାଇଚାରାର ସହର ହୋଇଥିବାରୁ ସମସ୍ତେ ମିଳିମିଶି ଆମେ ଆମ ବିଦ୍ୟାଳୟରେ ଗଣେଶ ପୂଜା ଖୁବ୍ ଧୁମଧାମରେ ପାଳନ କରିଥିଲୁ। ଏଥିରେ ଆମକୁ କୌଣସି ପ୍ରକାର ଅସୁବିଧା ହୋଇନଥିଲା। ଏଥିରୁ ଆମେ ଶିଖିଲୁ ସମସ୍ତେ ଏକାଠି ମିଳିମିଶି କାମ କଲେ କାମ ସହଜରେ ଏବଂ ଶୃଙ୍ଖଳିତ ଭାବରେ ସମ୍ପାଦନ ହୋଇଥାଏ ଏବଂ ବିଦ୍ୟାଳୟର କାର୍ଯ୍ୟରେ କିପରି ସମସ୍ତେକୁ ଆନନ୍ଦ ଲାଗିଥାଏ ଏହି ପୂଜାରୁ ଆମେ ଶିଖିଥିଲୁ। ପୁଣି ଆସନ୍ତା ବର୍ଷ ଗଣେଶ ପୂଜା ଅପେକ୍ଷାରେ ରହିଥିଲୁ।